ମାଙ୍କଡ଼ ଭଳି ମେଘନାଥ ପାଚେରୀ ଡେଇଁ ବେଧଡ଼କ ଶ୍ରୀମନ୍ଦିର ବେଢ଼ାକୁ ପଶିଥିଲେ 4 ଜଣ ଯୁବକ। ଅଟକାଇବାକୁ ପୋଲିସ କି ମନ୍ଦିର ସୁରକ୍ଷା କର୍ମଚାରୀ କେହି ନଥିଲେ। ଦେଖିଲେ ତ ଆଜ୍ଞା, ଭିଡ଼ିଓଟା ଦେଖିଲା ପରେ ମୋ ମନରେ ଗୋଟେ ଗୀତଟେ ଉଙ୍କି ମାରୁଛି। ଆମର ଓଡ଼ିଆର ଗୋଟେ ଭଜନ ଅଛି, ପଞ୍ଚମ ଦ୍ୱାର ଖୋଲିଦେ କାଳିଆ ବଡ଼ ଦେଉଳକୁ ତୋର। ଆଜ୍ଞା, ଗୀତଟା ବୋଧେ ଆପଣମାନେ ସମସ୍ତେ ଶୁଣିଥିବେ। ଏ ଗୀତ ବୋଧେ ଆଜି ସତ ହୋଇଛି କେବଳ ଆମର ଲୋକପ୍ରିୟ ଯିଏକି ମୁଖ୍ୟମନ୍ତ୍ରୀ ରହିଛନ୍ତି ମୋହନ ଚରଣ ମାଝୀ ସାର୍ଙ୍କ ପାଇଁ। ଆଜ୍ଞା, କେଉଁ ସରକାର ଆସୁଛନ୍ତି, କେସ୍ ଆସୁଛି 1600 କୋଟି ଟଙ୍କା, କେସ୍ ଆସୁଛି 500 କୋଟି ଟଙ୍କା, କୋଟି କୋଟି ଉପରେ ଖର୍ଚ୍ଚ କରୁଛନ୍ତି। କାହିଁକି? ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଏବଂ ଶ୍ରୀମନ୍ଦିରର ସୁରକ୍ଷା ପାଇଁ। ଯଦି ଏତେ ଟଙ୍କା ଖର୍ଚ୍ଚ ହେଉଛି ତାହେଲେ ଶ୍ରୀମନ୍ଦିରର ସୁରକ୍ଷା କେତେବେଳେ ହେଉଛି? ଯେତେବେଳେ ଆମେ ପୁରୀକୁ ଯାଉ, ପୁରୀରେ ଗୋଟିଏ କଥା ଶୁଣୁ ଯେ ପବିତ୍ର ପୁରୀ ଗର୍ବ ଆମରି। ଆଜ୍ଞା, ଇଏ ହେଉଛି ଆମ ପବିତ୍ର ପୁରୀ, ଯେଉଁଠି ପ୍ରଭୁ ଜଗନ୍ନାଥଙ୍କର ମେଘନାଥ ପାଚେରୀ କଡ଼ରେ ଅଳିଆ ଫିଙ୍ଗା ହେଇଛି। ଆଉ ସେଇ ଅଳିଆକୁ ଡେଇଁ ଭକ୍ତମାନେ ଆଜି ପଞ୍ଚମ ଦ୍ୱାର ଖୋଲି ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ତାଙ୍କୁ ଆମେ ଭକ୍ତ କହିବା ନା ଦୁର୍ବୃତ୍ତ? ଯେଉଁ ଆମର ମିଡ଼ିଆ ଭାଇମାନେ କହୁଛନ୍ତି ଶ୍ରୀମନ୍ଦିର ଭିତରେ ଦୁର୍ବୃତ୍ତ ପଶିଗଲେ, ଆଜ୍ଞା ସେ ମିଡ଼ିଆମାନଙ୍କୁ ପ୍ରଥମ ପ୍ରଶ୍ନ, ଯେତେବେଳେ ସେମାନେ ନ୍ୟୁଜ୍ କରୁଛନ୍ତି ସେମାନେ ପ୍ରଥମେ କ'ଣ ଦେଖାଉଛନ୍ତି? ଯେ କେଉଁଠି ବ୍ୟବସ୍ଥା କେମିତି ଅଛି, କେଉଁଠି ଅବ୍ୟବସ୍ଥା କେମିତି ଅଛି, ଏଇଟା ଦେଖାଉଛନ୍ତି ନା କେବଳ ମିଡ଼ିଆରେ ରାଜନୀତି ଚାଲିଛି? ଆଜ୍ଞା, ଯେଉଁ ଓଡ଼ିଆ ଅସ୍ମିତା କହି, ଯେଉଁ ଜଗନ୍ନାଥଙ୍କର କଥା କହି ସରକାରକୁ ଆସିଥିବା ରାଜନୈତିକ ଦଳ ଆଜି ସେ ଜଗନ୍ନାଥଙ୍କ ସହିତ ଖେଳ ଖେଳୁଛି, ପ୍ରତିଟି ଓଡ଼ିଆ ତାକୁ ବସିକିରି ଦେଖୁଛି। ଆଜ୍ଞା, ଏ କଥାକୁ ଦେଖିଲେ ପୂର୍ବ ସରକାରଙ୍କୁ ବୋଧେ ଏଥିରୁ କିଛି ଶିଖିବାର ଥିଲା। କାରଣ ତାଙ୍କ ପାଖରେ ଏତିକି ବି ସାମର୍ଥ୍ୟ ନଥିଲା ଯେ ଶ୍ରୀମନ୍ଦିରର ସେ ଗୋଟିଏ ଦ୍ୱାର ଖୋଲି ପାରିନଥିଲେ। ଅର୍ଥାତ୍ 4 ଦ୍ୱାରରୁ 3ଟି ଦ୍ୱାର ବନ୍ଦ କରି ଗୋଟିଏ ଦ୍ୱାର ବାଟେ ଭକ୍ତମାନଙ୍କୁ ପ୍ରବେଶ କରାଉଥିଲେ, ତାହା ବି ବହୁତ କଠିନତାର ସହିତ। କିନ୍ତୁ ଆମର ନୂଆ ସରକାର, ଲୋକଙ୍କର ସରକାର, ମାଝୀ ସରକାର ଆସିଲା ପରେ ଆଜି ଶ୍ରୀମନ୍ଦିରର 4ର୍ଥ ଦ୍ୱାର ନୁହଁ, 5ମ ଦ୍ୱାର ବି ଖୋଲି ଦେଇଛନ୍ତି। କାହା ପାଇଁ? କେବଳ ଲୋକମାନଙ୍କ ପାଇଁ। ଗୋଟିଏ କଥା କହିଥିଲି, ମୋହନ ମାଝୀକୁ ଚିହ୍ନିଛ? ତାକୁ ଜାଣିଛ ସେ କିଏ? ନା ସାର୍, ଆପଣଙ୍କୁ କିଏ ସେ ଚିହ୍ନିବା ଭୁଲ କରିବ? ଆପଣ ହେଉଛନ୍ତି ଓଡ଼ିଶା ଇତିହାସର ଜଣେ ଏମିତି ଶାସକ, ପ୍ରଥମ ଶାସକ ଯିଏକି ଓଡ଼ିଶାର ଇତିହାସକୁ ବଦଳାଇ ଦେଇଛନ୍ତି। ଆଜ୍ଞା, ବର୍ତ୍ତମାନ ଓଡ଼ିଶା ଲୋକ କୁହାକି ହେଉଛନ୍ତି ଯେ ଜଣେ ଥିଲେ ନୀରବ ଶାସକ, ଯିଏ କିଛି କହିବା ପୂର୍ବରୁ କାମରେ କରି ଦେଖାଉଥିଲେ। ଆଉ ଜଣେ ଅଛନ୍ତି ସରଳ ଶାସକ, ଯାହାଙ୍କର ସରଳତା ଏତେ ଅଧିକା ଯେ ଯିଏ ଏତେ ସରଳ ଯେ ଜଣେ ତାମିଲନାଡୁର ଲୋକ ଆସି ଆଙ୍କ ସରଳତାର ଫାଇଦା ଉଠାଇ ଦେଉଛି, କିନ୍ତୁ ଏ କିଛି କରିପାରୁନାହାନ୍ତି। ଆଙ୍କ ହାତରେ ପାୱାର ଅଛି, ଆଙ୍କ ହାତରେ କ୍ଷମତା ଅଛି, ଆଙ୍କ ହାତରେ ସରକାର ଅଛି। ରାଜ୍ୟଠାରୁ ଆରମ୍ଭ କରି କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତ କ୍ଷମତା ଆଙ୍କ ପାଖରେ ଅଛି। ତଥାପି ବି ଜଣେ ତାମିଲନାଡୁର ଲୋକ ଆସି ଆଙ୍କ ପୋଖରୀରେ ପଶି ଆଙ୍କ ପୋଖରୀ ପାଣିକି ଗୋଳିଆ କରି ଆଙ୍କ ପୋଖରୀରେ ମାଛ ମାରି ଦେଉଛି, କିନ୍ତୁ ଏ କିଛି କରିପାରୁନାହାନ୍ତି। ଏ ମିଛ ଆଉ କେତେ ଦିନ? ଘର ଭିତରେ କବାଟ କିଳିକି ଚିକେନ ଝୋଳକୁ ଗରମ ଭାତ ଖାଇସାରିଲା ପରେ ଯେଉଁ ବାହାରେ ଆସିକି ଗୀତ ଗାଉଛ, ଲୁଣ ଲଗେଇ ମୁଁ ପଖାଳ ଖାଉଛି, ଭଙ୍ଗା କୁଡ଼ିଆରେ କାଟୁଛି ଦିନ, ଏ ଗୀତ ଆଉ କେତେ ଦିନ? ଲୋକଙ୍କୁ ଏ ମିଛ ରାଧୁଆର ଗପ ଶୁଣେଇବ ଆଉ କେତେ ଦିନ? ଯେଉଁ ଓଡ଼ିଆ ଅସ୍ମିତାର କଥା କହି, ଯେଉଁ ଜଗନ୍ନାଥଙ୍କର ନାଁ ନେଇ ଓଡ଼ିଶାରେ ଶାସନର ଦାୟିତ୍ୱକୁ ଆସିଥିବା ସରକାର ଆଜି ସେଇ ଜଗନ୍ନାଥଙ୍କ ପାଖରେ, ସେଇ ଓଡ଼ିଆର ଅସ୍ମିତାଙ୍କ ପାଖରେ, ଓଡ଼ିଆଙ୍କ ହୃଦୟରେ ଏଇଭଳିଆ ଆଘାତ ଦେଉଛନ୍ତି। ଥରେ ନୁହେଁ, 2 ଥର ନୁହେଁ, ବାରମ୍ବାର। କେତେବେଳେ ଜଗନ୍ନାଥଙ୍କ ମନ୍ଦିରରୁ ମୋଦକ ଚୋରି ହେଉଛି ତ ଏଇଟା ପ୍ରଭୁଙ୍କ ଇଚ୍ଛା। ପୁଣି ପରବର୍ତ୍ତୀ ସମୟରେ ଆସୁଛି ଯେ ନା ନା ଚୋରି ହେଇନି, ଏଇଟାକୁ କିଏ ସେ ମିଛରେ କହିଛି। କେତେବେଳେ ରଥର ଚକ ଗଡ଼ୁନି, ପ୍ରଭୁଙ୍କ ଇଚ୍ଛା। କେତେବେଳେ ବଡ଼ ଠାକୁର ତଳେ ପଡ଼ିଯାଉଛନ୍ତି, ସେଇଟା ପ୍ରଭୁଙ୍କ ଇଚ୍ଛା। କେତେବେଳେ ଲୋକ ଦଳା ଚକଟାରେ ମରିଯାଉଛନ୍ତି, ସେଇଟା ପ୍ରଭୁଙ୍କ ଇଚ୍ଛା। ସବୁ ପ୍ରଭୁଙ୍କ ଇଚ୍ଛା ଭିତରେ ଏବେ ଓଡ଼ିଶାର ଜନସାଧାରଣଙ୍କର ବି ଗୋଟିଏ ଇଚ୍ଛା ହେଲାଣି ଯେ ଯେଉଁ ସରକାର ଓଡ଼ିଆ ଅସ୍ମିତା କଥା କହି ଓଡ଼ିଆଙ୍କର ଜଗନ୍ନାଥଙ୍କୁ ନେଇ ରାଜନୀତି କରି ରାଜନୀତିର ଶାସନ ଗାଦିରେ ବସିଛି, ଓଡ଼ିଆ ବି ସେଇ ଓଡ଼ିଆ ଅସ୍ମିତା କହି ସେଇ ଜଗନ୍ନାଥଙ୍କର ନାଁ ନେଇ ସେଇ ଶାସନରୁ ବିଦାୟ କରିବେ ବୋଲି ମନରେ ସ୍ଥିର କରିସାରିଲେଣି। ଜଣେ ସାଧାରଣ ଓଡ଼ିଆ ହିସାବରେ ଏ ଭିଡ଼ିଓଟି ବନେଇଛି, କାରଣ ଆମର ଓଡ଼ିଶାର ସରକାରଙ୍କଠୁ ଓଡ଼ିଶାବାସୀଙ୍କର ବହୁତ ଆଶା ଆଉ ବହୁତ ଆକାଂକ୍ଷା ଅଛି। କାରଣ ଆମ ସରକାର ଯେତେବେଳେ ଏମିତି କୌଣସି ଗୋଟିଏ କାମ କରିବ, ଯେତେବେଳେ ଆମେ ଗର୍ବରେ କହିପାରିବୁ ଯେ ହଁ ଆମେ ହେଉଛୁ ଓଡ଼ିଆ। ଭିଡ଼ିଓଟି ବନେଇବାର ଗୋଟିଏ ଉଦ୍ଦେଶ୍ୟ ଥିଲା, ନା କୌଣସି ସରକାରଙ୍କ ସମାଲୋଚନା, ନା କୌଣସି ସରକାରଙ୍କର ଦୋଷ ଭୁଲକୁ ଧରିବା। ଏ ଭିଡ଼ିଓଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଯେ ଜନସାଧାରଣଙ୍କୁ ବି ସଚେତନ କରାଇବା। କେବଳ ଯେ ସବୁ ଭୁଲ ଆମେ ସରକାରଙ୍କୁ ଦେଇଦେଲେ ସବୁ ଭୁଲ ସରକାର କରିଥାନ୍ତି ତାହା ନୁହେଁ।
बेले बेले एमती भी किसी भूल थाए जोटा आम मान द्वारा हो जाए